ଘରେ ଥିବା ସୋୟା ଚଙ୍କ୍ସରୁ ଯଦି ଏତେ କ୍ରିସ୍ପି ଆଉ ରେଷ୍ଟୁରାଣ୍ଟ ଷ୍ଟାଇଲ ମଞ୍ଚୁରିଆନ ବନିପାରିବ ତେବେ ବାହାରୁ କାହିଁକି ବା ମଗେଇବା। ଆଜି ଆମେ ବନେଇବା ଏକଦମ ସହଜ ଉପାୟରେ ସୋୟା ମଞ୍ଚୁରିଆନ ଯୋଉଟା କି ପୁରା ରେଷ୍ଟୁରାଣ୍ଟ ଷ୍ଟାଇଲରେ ହବ। ଆପଣମାନେ ଦେଖିପାରୁଥିବେ ତାର ଗ୍ରେଭିଟା କେତେ ଥିକନେସ୍ ଆଉ ପୁରା ରେଷ୍ଟୁରାଣ୍ଟ ଷ୍ଟାଇଲର ହେଇଛି। ସେଥିପାଇଁ ଏଠି ମୁଁ 2 ପ୍ୟାକେଟ ସୋୟା ଚଙ୍କ୍ସକୁ କଣ କରିଛି ନା ବଏଲ କରି ନେଇଯାଇଛି। ଅଳ୍ପ ଟିକେ ଲୁଣ ପକେଇକି ଆପଣ ଚାହିଁଲେ ଛୋଟ ସାଇଜର ସୋୟା ଚଙ୍କ୍ସ ମଧ୍ୟ ନେଇପାରିବେ। ଯେତେବେଳେ ବି ଆପଣ ସୋୟା ଚଙ୍କ୍ସକୁ ଗରମ ପାଣିରେ ଫୁଟଉଛନ୍ତି ନର୍ମାଲି ଆମେ କଣ କରୁନା ସୋୟା ଚଙ୍କ୍ସକୁ ଗରମ ପାଣିରେ ବତୁରେଇ ଦଉ 10 ରୁ 15 ମିନିଟ୍ ଯୋଉଥିରେ କି ସେ ବୋଧେ ସଫ୍ଟ ହେଇଯାଏ। କିନ୍ତୁ ଯଦି ଆପଣ ସୋୟାବିନକୁ ଟାଇପର ବନେଇବାକୁ ଚାହୁଁଥାନ୍ତି ତାହେଲେ କଣ କରିବେ ନା ବଏଲ କରିନେବେ। 5 ରୁ 7 ମିନିଟ୍ ଭଲସେ ହାଇ ଫ୍ଲେମରେ ତାକୁ ବଏଲ କରିବେ। ବଏଲ କରିଦେଲେ କଣ ହବ ନା ଏକଦମ ସଫ୍ଟ ହେଇଯିବ ଆଉ ତାର ଯୋଉ ଭିତରକୁ ଆମର ଯୋଉ ଗ୍ରେଭିଟା ଇଜିଲି ମାନେ ଯାଇଥାଏ। ଏବେ ଆକୁ କଣ କରିବା ନା ଥଣ୍ଡା ହବାକୁ ଛାଡିଦବା ତାପରେ ଆମେ ଭଲସେ ତାକୁ ଚିପୁଡ଼ି ଦବା। ଚିପୁଡ଼ି ସାରିଲା ପରେ ଏଠି ମୁଁ ଗୋଟେ ଗ୍ରେଟରରେ କଣ କରିଛି ନା 7 ରୁ 8ଟି ରସୁଣ ତା ସହିତ 2 ଇଞ୍ଚ ଅଦା ଗୋଟେ କଞ୍ଚା ଲଙ୍କାକୁ ଏକଦମ ପୁରା ଚପ୍ କରି ନେଇଛି। ଆପଣ ଚାହିଁଲେ ନର୍ମାଲି ଅଦା ରସୁଣ ବଟା ମଧ୍ୟ ନେଇପାରିବେ କିନ୍ତୁ ଯେହେତୁ ମାନେ କମ କ୍ୱାଣ୍ଟିଟିର ଅଛି ତେଣୁକରି ନବା ଟିକେ ମୁଁ ତାକୁ ଏକଦମ ପୁରା ଫାଇନ ଗ୍ରେଟ୍ କରି ନେଇଛି। ଏଇଟା ଆମେ ଯୋଉ ବନେଇବା ଯୋଉ ସୋୟାଟା ଗୋଳେଇବା ସେଥିରେ ଆମେ ଏଥିରେ ଆଡ କରିବା। ତାପରେ ଏଠି ମୁଁ କଣ କରିଛି ନା ପିଆଜକୁ କଣ କରିଛି ନା ଛୋଟ ଛୋଟ କ୍ୟୁବ ସାଇଜରେ କାଟି ନେଇଛି। ଆଉ ଯେତେବେଳେ ପିଆଜକୁ କାଟୁଛନ୍ତି ତା ଯୋଉ ମୁଣ୍ଡ ଅଂଶଟାକୁ ତାକୁ କାଟିଦେବେ ଆଉ ପିଆଜଟା ଇଜିଲି ଅଲଗା ହେଇଯିବ। କାଟି ସାରିଲା ପରେ ପିଆଜର ଯୋଉ କୋଲା ଗୁଡାକ ତାକୁ ଅଲଗା ଅଲଗା କରିଦେବେ ଯୋଉଟା କି ଗ୍ରେଭିରେ ପକେଇଲା ମାନେ ଟିକେ ଫ୍ରାଏ କଲା ବେଳେ ଆଉ ଅସୁବିଧା ହବନି। କଣ ନା ଯୋଉ ଅଲଗା ଅଲଗା ହବା ପାଇଁ। ଏବେ ଏଠି ମୁଁ 3 ପ୍ରକାରର କ୍ୟାପସିକମ ନେଇଛି। ଆପଣ ନର୍ମାଲି ଘରେ ଯଦି ଖାଲି ଗ୍ରୀନ କଲର କ୍ୟାପସିକମ ଥିବ ତାକୁ ମଧ୍ୟ ନେଇପାରିବେ। ଆଉ ଆକୁ ମଧ୍ୟ ଆମେ ଛୋଟ ଛୋଟ ସାଇଜର କାଟି ନେବା। ଆଉ ସବୁ କଲରର କ୍ୟାପସିକମ ରହିଲେ ଟିକେ ଦେଖିବାକୁ ସୁନ୍ଦର ଲାଗିଥାଏ। ତାପରେ ଆମେ କଣ କରିବା ନା ଏଇଟା ଆମେ ଗ୍ରେଭି ପାଇଁ ନବା 7 ରୁ 8 କୋଲା ରସୁଣ 2 ଇଞ୍ଚ ପାଖାପାଖି ଅଦା ଗୋଟେ କଞ୍ଚା ଲଙ୍କା ଆକୁ କଣ କରିବା ନା ଟିକେ ଜଷ୍ଟ ଦରଦରା କରିବେ ମାନେ ପୁରା ଏକଦମ ପୁରା ଫାଇନ କରିବେନି ଯେମିତି ଆମେ ଫାଇନ ବାଟଲା ଟାଇପର କରିଥିଲେ ସେମିତି କରିବେନି। ଦେଖନ୍ତୁ ଏଇଟାକୁ ଟିକେ ଦରଦରା ରଖିବେ। ତାପରେ ଆମେ କଣ କରିବା ନା ସୋୟା ଚଙ୍କ ନବା। ସୋୟା ଚଙ୍କକୁ ଯୋଉ ଚିପୁଡ଼ି ରଖିଥିଲେ ତାକୁ ନେଇକି ପୁରା ଫାଇନ ଗ୍ରେଟ୍ ହେଇଥିବା ଅଦା କଞ୍ଚା ଲଙ୍କା ବଟା ଦେବେ। ଗୋଟେ ଚାମଚ କାଶ୍ମୀରୀ ଲଙ୍କା ପାଉଡର ଦେବେ ଯୋଉଥିରେ କି ଯେମିତି ରେଷ୍ଟୁରାଣ୍ଟରେ ଆପଣଙ୍କର ଯୋଉ ମଞ୍ଚୁରିଆନଟା କଲରଫୁଲ ଦେଖାଯାଉଛି କିନ୍ତୁ କଲରଫୁଲ ଦେଖାଯିବ ନଚେତ ଜମା ବି କଲରଫୁଲ ଦେଖାଯିବନି ଫିକ୍ସାଳିଆ ଦେଖାଯିବ। ଆଉ ହାଫ ଚାମଚ ଏଠି ମୁଁ ନେଇଛି ଗରମ ମସଲା ପାଉଡର ଟେଷ୍ଟ ବହୁତ ବଢିଆ ଆସିବ ଦେଇକି ନିଶ୍ଚିନ୍ତ ଭାବରେ ଥରେ ଟ୍ରାଏ କରିବେ। ତା ସହିତ ସ୍ୱାଦ ଅନୁସାରେ ଲୁଣ ଅଳ୍ପ ଟିକେ ଦେଖିକି ନେବେ। ଲୁଣ ଆମେ ଅଲରେଡି ଆଗରୁ ସୋୟା ଚଙ୍କରେ ପକେଇଥିଲେ। ତା ସହିତ ଆମେ ଏଠି 3 ଚାମଚ କର୍ନଫ୍ଲୋର 2 ଚାମଚ ମଇଦା ନବା ଆଉ ହାଫ ଚାମଚ ପାଖାପାଖି ସୋୟା ସକ୍ସ ନବା। ତାକୁ ପକେଇକି ଭଲସେ ତାକୁ ଗୋଳେଇ ନେବେ। ଯଦି ଦରକାର ହବ ହାଲକା ଟିକେ ପାଣି ବେଶୀ ପାଣି ଦେବେନି କାହିଁକି ନା ଇଏ ପୁରା ଠିକ ରହିବ ନା। ବେଶୀ ପାଣି ଦେବେନି ଅଳ୍ପ ଟିକେ ପାଣି ଦେବେ। ପାଣି ଦେଇକି ତାକୁ ମିକ୍ସ କରିନେବେ ଯେମିତି କି ତାର ଯୋଉ ଆମର ମଇଦା ଆଉ ତା ସହିତ କର୍ନଫ୍ଲୋର ଆଉ ମସଲା ସବୁ ଭଲସେ କୋଟ ହେଇଯିବ ସୋୟାବିନ ସହିତ। ତାକୁ ଭଲସେ ଗୋଳେଇ ସାରିଲା ପରେ ଆଗରୁ ଏଠି ମୁଁ ତେଲଟା କଣ କରୁଛି ନା ଅଲରେଡି ବସେଇ ଦେଇଛି ପୁରା ହାଇ ଫ୍ଲେମରେ ସେ ବଢିଆ ସେ ତାତିକିରି ଅଛି। ତାକୁ ଆମେ କଣ କରିବା ନା ପକେଇବା। ଯେତେବେଳେ ଆପଣ ସୋୟା ଚଙ୍କ୍ସ ପକଉଛନ୍ତି ସାଙ୍ଗେ ସାଙ୍ଗେ ଲେଉଟେଇବେନି ଟିକେ 1 ମିନିଟ ଛାଡିଦେବେ। ଆଉ ସୋୟା ଚଙ୍କ୍ସ ପକେଇ ସାରିଲା ପରେ ଗ୍ୟାସ ଫ୍ଲେମକୁ ଲୋ ମିଡିୟମରେ ରଖିବେ। ରଖିକି 1 ମିନିଟ ଗଲା ପରେ ତାକୁ କଣ କରିବେ ନା ଏପଟ ସେପଟ କରିବେ। ଏପଟ ସେପଟ କରିକି ତାକୁ ଛାଣିବେ ଯେମିତିକି ତା କଲରଟା ଲାଇଟ ଗୋଲ୍ଡେନ କଲର ଟାଇପର ଆସିଯିବ। ଟିକେ କ୍ରିସ୍ପନେସ୍ ଟାଇପର ଆସିଯିବ। ଆସିଲା ପରେ ତାକୁ ଆପଣ ପ୍ଲେଟକୁ କାଢି ନେବେ। ଆପଣ ଚାହିଁଲେ ସୋୟା ଚଙ୍କ୍ସକୁ ଗ୍ରେଟ୍ କରିକି ମଧ୍ୟ କରିପାରିବେ। ମାନେ ଯେମିତି ପୁରା କିମା ଟାଇପର କରୁଛନ୍ତି ସେମିତି କରିପାରିବେ ବଲ ଟାଇପର କରିକି। କିନ୍ତୁ ଏଇଟା ମତେ ଟିକେ ଇଜି ଲାଗେ ଫଟାଫଟ ହେଇଯାଏ ତେଣୁକରି ମୁଁ କିମା ହିଁ କରେନି। ନର୍ମାଲି ଏମିତି ହିଁ ମଞ୍ଚୁରିଆନ ବନେଇ ଦିଏ। ତା ସହିତ ଆଉ ଏଠି ଯୋଉଟା କି ମଞ୍ଚୁରିଆନ ହଉ କିମ୍ବା ଚିଲି ହଉ ଟେଷ୍ଟ ବହୁତ ବଢିଆ ଥାଏ ସିଏ ହଉଛି ଆମର ଗ୍ରୀନ ଓନିଅନ ସେଟା ନିଶ୍ଚିନ୍ତ ଭାବରେ ନେବେ। ତାପରେ ଏଠି ମୁଁ ଯୋଉ ତେଲରୁ ଛାଣିକି ରଖିଥିଲି ସେଇ ତେଲରୁ ହିଁ କଣ କରିବେ ନା 1 ଚାମଚ ବଡ ଚାମଚ ଏଥିରେ ଆଡ କରିବେ। କାହିଁକି ନା ସେଇ ତେଲଟା ଦେଲେ ତା ଟେଷ୍ଟ ବହୁତ ବଢିଆ ଆସିଥାଏ। ରେଷ୍ଟୁରାଣ୍ଟ ମାନଙ୍କରେ ସେଇ ତେଲରେ ହିଁ କରନ୍ତି ଅଲଗା ତେଲରେ ଏକ୍ସଟ୍ରା ତେଲରେ କରନ୍ତିନି। ତା ସହିତ ଯୋଉ ଆମେ ଅଦା ରସୁଣ କଞ୍ଚା ଲଙ୍କା ଗ୍ରେଟ୍ କରିକି ରଖିଥିଲେ ତାକୁ ଆମେ ଆଡ କରିକି ହାଇ ଫ୍ଲେମରେ ଯେତେବେଳେ ବି ଚାଇନିଜ ଜିନିଷ ହୁଏ ନା ହାଇ ଫ୍ଲେମରେ ହିଁ ଇଏକୁ କୁକ୍ କରାଯାଇଥାଏ। ତାକୁ ହାଇ ଫ୍ଲେମରେ ରଖିକି ତାକୁ କୁକ୍ କରିବେ ମିନିମମ୍ 1 ସେକେଣ୍ଡ। 1 ସେକେଣ୍ଡ ପରେ କ୍ୟାପସିକମ ତା ସହିତ ପିଆଜ ଆଉ ଯୋଉ ଆମର ଓନିଅନ ର ଧଳା ଅଂଶଟା ସେଇଟାକୁ ଆପଣ ଆଡ କରିବେ।
स्प्रिंग अनियन धला अंश आड करके हाई फ्लेम रे किसी समय भाजी ने जमीक गोटे 2 सेकेंड पाखापाखि भाजबे गोटे चमच आम काश्मीर लंका पाउडर देवा कही ना कलर बहुत बढ़िया आसो नदेले फिक्साड़ा देखा आठी मुझे गोटे चमच मंचुरियन मसला पाउडर टेस्ट बहुत बढ़िया आसते देखिए निश्चित भाव देखिए हाफ चमच एठी आम नवा सोया सॉक्स क्वांटिटी अधिक देवेनि आगे खटा लगे भल लगे जदि आप अधिक खटा पसंद दे पारे गोटे चमच मुझे रेड चिली सॉक्स जमी देवे 2 चमच नहीं टेस्ट बहुत बढ़िया अच्छी थाए ऑलरेडी कौन हुए ना रेस्टोरेंट मानक ही यूज करते बेसी सहित टमाटो केचप 2 चमच नहीं देकी कौन करवा ना भलसे मिक्स करनबा गैस फ्लेम को समय टिके लो करने लो कर मिक्स करेंगे जदि आपण जो ड्राए टाइप करने को चाहते मंचुरियन टाक कौन करेंगे ना पानी जमा भी देवेनि आदि जूसी टाइप बनाया चाहते गोटे कप पानी देदेवे गोटे कप पानी देकी कौन करेंगे ना मीडियम फ्लेम रे छाड़देवे टिके फुटापी ये टिके फुटी आसले बहलिया आसिले देखो जस्ट टिके बहलिया आसलानी गोटे रू 2 फुटण आसी बहलिया आसला एथिरे आमे देबा कॉर्नस्टार्च बा कॉर्नफ्लोर एठी मो गोटे बड़ चमच कॉर्नफ्लोर रे हाफ कप पानी देकी ताको मिक्स कर नेजी मिक्स करके जतले आपण कॉर्नफ्लोर ता दउछनी ना एतले कोन करबे ना गैस रो फ्लेम को लो करबे हाई फ्लेम रे जम भी कॉर्नफ्लोर देबेनी एना कॉर्नफ्लोर ता संगे संगे बहलिया हो जेते और हार्डनेस आस्ते जदी अधिक समय पूरा हाई फ्लेम रे ताको आपण माने रांधिबे ना पूरा हार्ड हे जबो तेंको ता कोन करबे ना लो रे ही रखिकी अल्प अल्प करके कॉर्नफ्लोर देबे कॉर्नफ्लोर देके ताको मिक्स कर नेबे आ कॉर्नफ्लोर दे साइला परे संगे संगे कोन करबे ना जे सोयाबीन के हम फ्राई करके रखिथिले सोया मंचुरियन ताको हम कोन करबे ना ऐड करनबा एतरे हम देबा विनेगर हाफ चमच बड़ चमच हाफ चमच विनेगर देकी तो कौन करबे ना मिक्स कर नेबे गैस फ्लेम को जमा भी हाई करबेनी से लो फ्लेम रे ही ताको मिक्स कर देबे मिक्स कर साइला परे से एबे सेतरे हम कोन करबे ना जो स्प्रिंग ओनियन रो नेली अंशटा पत्रटा सेटा हम एथरे बे ऐड करके ताको मिक्स करनबा एबे देखो तो रेडी हे गेला आपनकर सोयाबीन मंचुरियन जोटा कि फ्राइड राइस सहित बहुत भल लगे खाया इजी भी होता है कम समय रेडी हो जाए माने बेसी भी समय ये लगे रोचे गोटे नेक्स्ट वीडियो जदि आपण मानक आम रेसिपी पसंद आसते आम चैनल को लाइक शेयर सब्सक्राइब करने को जमा भूलें रोचे जय जगन्नाथ।